ଜଳବନ୍ଦୀରେ 60 ପରିବାର ଘୋ ଘୋ ଗର୍ଜନ କରି ନାଳରେ ବହୁଛି ପ୍ରଖର ସ୍ରୋତ। ନାଳ ପାର ହୋଇପାରୁନାହାନ୍ତି ଲୋକେ। ନା ଏପାରିରୁ ଯାଇପାରୁଛନ୍ତି କେହି, ନା ସେପାରିରୁ ଆସିପାରୁଛନ୍ତି କେହି। ଏମିତିକି ଚିକିତ୍ସା ପାଇଁ ହସ୍ପିଟାଲ ଯାଇପାରୁନାହାନ୍ତି ଲୋକେ। ବହି ବସ୍ତାନି ବାନ୍ଧି ଘରେ ବସିଛନ୍ତି ପିଲା। କେବଳ ଏତିକି ନୁହେଁ, ଏମିତିକି ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ନାହିଁ। ଏ ଦୃଶ୍ୟ ହେଉଛି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ପୋଷ୍ୟ ଗ୍ରାମ ସୁନ୍ଦରଗଡ଼ ଗୁରୁଣ୍ଡିଆ ମଥୁରା ସାହିର। 2014ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ସଂସଦ ଆଦର୍ଶ ଗ୍ରାମ ଯୋଜନାରେ ଏହି ଗ୍ରାମକୁ ନିଜର ଆଦର୍ଶ ଗ୍ରାମ ଭାବେ ନେଇଥିଲେ ଜୁଏଲ। ଆଉ ସେବେଠୁ ବିକାଶ ଜନ୍ମ ନେଇ ପାରିନି ଏପର୍ଯ୍ୟନ୍ତ ଏଠି। ଏମିତିକି ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରିବା ପରେ ଥରେ କି ଦିଥର ନୁହଁ, ଜୁଏଲଙ୍କ ପାଦ ପଡ଼ିଥିବେ ଏଠି। ଏମିତିକି ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ଥରେ କି ଦିଥର ମାତ୍ର ଜୁଏଲଙ୍କ ପାଦ ପଡ଼ିଥିବେ ଏଠି। ଅନ୍ୟପଟେ ଏ ଦୃଶ୍ୟ ସୁନ୍ଦରଗଡ଼ ମହୋତ୍ସବ ନାଁରେ ଫିଲ୍ମ ଷ୍ଟାରକୁ ଆଣି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କାଳରେ ଶକ୍ତ ଜାବଡ଼ ସଦୃଶ୍ୟ। ଏ ଦୃଶ୍ୟ ସୋସିଆଲ ମିଡିଆରେ ବାହା ବାହା ନେଉଥିବା କଥାକଥିତ ଅଧିକାରୀଙ୍କ ଅପାରଗତାର ଉଦାହରଣ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଦାୟିତ୍ୱହୀନତାର ଏ ହେଉଛି ବଡ଼ ଉଦାହରଣ। ବର୍ଷ ଧରି ନାଳ ଉପରେ ପୋଲ ସହ ଗାଁକୁ ରାସ୍ତା ନିର୍ମାଣ କରିବା ପାଇଁ ସରକାରୀ ଦପ୍ତର ଦୌଡ଼ି ଦୌଡ଼ି ଥକିଗଲେଣି ଲୋକେ। କେତେଥର ଯେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିବେ ତାର ହିସାବ ନାହିଁ। ନିର୍ବାଚନ ଆସିଲେ ନେତା ଗାଁକୁ ଯାଆନ୍ତି ଆଉ ପ୍ରତିଶ୍ରୁତିର ପାହାଡ଼ କୁଢ଼ କରି ଫେରି ଆସନ୍ତି। ନିର୍ବାଚନ ସରିଲେ ଦେଖା ମିଳିନି ନେତାଙ୍କର। କୋଟି କୋଟି ଟଙ୍କା ଅପବ୍ୟବହାର ହୋଇପାରୁଛି ଡିଏଫ୍ଓ ଫଣ୍ଡର। ରାଉରକେଲା ଭଳି ସହରରେ ତିଆରି ହୋଇ ବ୍ୟବହାର ନ ହୋଇ ପଡ଼ି ରହୁଛି ବିରାଟ ଅଟ୍ଟାଳିକା। କିନ୍ତୁ ଗାଁ ଲୋକଙ୍କ ପାଇଁ ତିଆରି ହୋଇପାରୁନି ରାସ୍ତାଟିଏ। ନିର୍ମାଣ ପାଇଁ ପୋଲ ହୋଇପାରୁନି ଆଜି ପର୍ଯ୍ୟନ୍ତ। କେବଳ ନିର୍ମାଣ ହୋଇପାରୁନି ପୋଲ। କେବଳ ବର୍ଷା ଦିନ ନୁହଁ, ଗ୍ରୀଷ୍ମ ଏବଂ ଶୀତ ଦିନର ମଧ୍ୟ ଏଠି ସମାନ ସ୍ଥିତି। ବ୍ୟୁରୋ ରିପୋର୍ଟ, ଅପ୍ରିୟ ସତ୍ୟ।